ମା କାଳିଜାଇ ଜୀବନୀ କାହାଣୀ। ଓଡ଼ିଶାର ଚିଲିକା ହ୍ରଦ ପାଖରେ ପୁରୁଣା ସମୟରେ ଗୋଟିଏ ସୁନ୍ଦର ଗାଁ ଥିଲା। ସେହି ଗାଁରେ ଜନ୍ମ ନେଇଥିଲା ଗୋଟିଏ ଝିଅ। ନାମ ଥିଲା କାଳିଜାଇ। ସେ ଛୋଟବେଳୁ ଅନ୍ୟ ସବୁ ଝିଅମାନଙ୍କ ଠାରୁ ଅଲଗା ଥିଲା। ଶାନ୍ତ, ଧୈର୍ଯ୍ୟଶୀଳ ଓ ଭଗବାନ ଭକ୍ତ। କାଳିଜାଇ ଗରିବ ପରିବାରରେ ଜନ୍ମ ନେଇଥିଲେ। ତାଙ୍କର ବାପା ମାଛ ଧରା କାମ କରୁଥିଲେ ଓ ମା ଘର କାମ କରୁଥିଲେ। ଦିନକୁ ଦିନ ସେ ମାଛ ଧରା ଲୋକମାନଙ୍କ ସହିତ ଚିଲିକା କୂଳରେ ଯାଇ ପ୍ରକୃତିକୁ ଦେଖୁଥିଲେ। ସେଠାରେ ସେ ଜଳ, ପବନ ଓ ଭଗବାନଙ୍କ ଶକ୍ତିକୁ ଅନୁଭବ କରୁଥିଲେ। କାଳିଜାଇ ବଡ଼ ହେଲେ। ତାଙ୍କର ସୌନ୍ଦର୍ଯ୍ୟ, ସଦ୍ଗୁଣ ଓ ସତ୍ୟବାଦିତା ଦୂର ଦୂରାନ୍ତରେ ପ୍ରସିଦ୍ଧ ହେଲା। ଗାଁର ଲୋକେ କହୁଥିଲେ, ଏହି ଝିଅଟି ସାଧାରଣ ନୁହେଁ, ଏଥିରେ ଦେବଶକ୍ତି ଅଛି। କିଛି ଦିନ ପରେ କାଳିଜାଇଙ୍କ ବିବାହ ହେଲା। ସେ ସୁଖୀ ଜୀବନ କାଟୁଥିଲେ। କିନ୍ତୁ ଭାଗ୍ୟ ତାଙ୍କ ପାଇଁ ଅନ୍ୟ କିଛି ଲେଖିଥିଲା। ଗୋଟିଏ ଦିନ କାଳିଜାଇ ତାଙ୍କ ସ୍ୱାମୀ ସହ ଡଙ୍ଗାରେ ଚିଲିକା ହ୍ରଦ ଦେଇ ଯାଉଥିଲେ। ହଠାତ୍ ଆକାଶ କଳା ହେଲା। ଭୟଙ୍କର ପବନ ଓ ବୃଷ୍ଟି ଆରମ୍ଭ ହେଲା। ତରଙ୍ଗ ଡଙ୍ଗାକୁ ଆଘାତ କଲା। ଲୋକମାନେ ଭୟରେ ଚିତ୍କାର କରୁଥିଲେ। ସେ ମୁହୂର୍ତ୍ତରେ କାଳିଜାଇ ଭଗବାନଙ୍କୁ ସ୍ମରଣ କରି କହିଲେ, ହେ ପ୍ରଭୁ, ଯଦି ମୋ ଜୀବନ ଦେଇ ଅନ୍ୟମାନେ ବଞ୍ଚିପାରନ୍ତି ତେବେ ମୋତେ ଗ୍ରହଣ କର। ସେ ତୁରନ୍ତ ଚିଲିକା ଜଳରେ ଲାଫ ଦେଲେ। ଅଦ୍ଭୁତ ଘଟଣା ଘଟିଲା। ପବନ ଶାନ୍ତ ହେଲା, ବୃଷ୍ଟି ରୋକିଗଲା, ହ୍ରଦ ଶାନ୍ତ ହୋଇଗଲା। ଡଙ୍ଗାରେ ଥିବା ସମସ୍ତେ ବଞ୍ଚିଗଲେ। କିନ୍ତୁ କାଳିଜାଇ ଆଉ ଦେଖାଦେଲେ ନାହିଁ। କିଛି ଦିନ ପରେ ମାଛଧରା ଲୋକମାନେ କହିଲେ, ଆମେ ଚିଲିକା ମଧ୍ୟରେ ଗୋଟିଏ ଦେବୀ ମୂର୍ତ୍ତି ଦେଖୁଛୁ। ସେ ଆମକୁ ସୁରକ୍ଷା ଦେଉଛନ୍ତି। ଲୋକମାନେ ବୁଝିଲେ, କାଳିଜାଇ ମଣିଷ ନୁହେଁ, ସେ ମା କାଳିଜାଇ, ଦେବୀ ହୋଇ ଚିଲିକାର ରକ୍ଷା କରୁଛନ୍ତି। ସେହି ଦିନଠାରୁ ଚିଲିକା ଯିବା ପୂର୍ବରୁ ମାଛଧରା ଲୋକେ ମା କାଳିଜାଇଙ୍କୁ ପୂଜା କରନ୍ତି। ଭୟଙ୍କର ଝଡ଼ ଆସିଲେ ଲୋକେ କହନ୍ତି, ମା କାଳିଜାଇ ଆମକୁ ବଞ୍ଚାଅ। ଆଜି ବି ମା କାଳିଜାଇ ଓଡ଼ିଶାର ଲୋକମାନଙ୍କ ହୃଦୟରେ ଜୀବନ୍ତ। ତ୍ୟାଗ, ସାହସ ଓ ମାତୃଶକ୍ତିର ପ୍ରତୀକ ଭାବରେ